নমস্কার দর্শক বন্ধু, শুভ সকাଳ। ଆଜି ହେଉଛି 17 ନଭେମ୍ବର ରବିବାର। ଆଜି ରହିଛି ଦେଶ ବିଦେଶ ରାଜ୍ୟର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ନେଇ ଆସିଛି, ଯାହା ଆପଣମାନେ କେବଳ 5ରୁ 10 ମିନିଟ୍ ସମୟ ଦେଇ ଦେଖିପାରିବେ। ତେବେ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଆପଣଙ୍କର ଜିଲ୍ଲାକୁ ଭଲ ପାଉଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କର ଜିଲ୍ଲାର ନାଁ ଲେଖିଦେବେ। ତେବେ କ'ଣ ରହିଛି ଆଜିର ଗୁରୁତ୍ୱପୂର୍ଣ୍ଣ ଖବର, ଚାଲନ୍ତୁ ତା ଉପରେ ନଜର ପକାଇବା। ନମ୍ବର 1, ସାମ୍ନାକୁ ଆସିଲା ପୁରୀରେ ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ଏବଂ ଥାନାରେ ମଧ୍ୟ ମାମଲା। ତେବେ ମାଟିତଳା ମୌଜାର ମହାପ୍ରଭୁଙ୍କ ଜଗନ୍ନାଥ ନାଁରେ ଥିବା ଜମି ବେଆଇନ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନକୁ ନଜରକୁ ଆସିଛି। ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳି ସାହି ଥାନାରେ ଏତଲା ମଧ୍ୟ ଦିଆଯାଇଛି। ତେବେ କୁହାଯାଉଛି ଯେ ଏହି ମୌଜାରେ ୟୁନିଟ୍ ଏ ଖାତା ନମ୍ବର 38 ମୋଟ 109ଟି ପ୍ଲଟ ଅଛି। ଏହି ଜମିକୁ ବେଆଇନ ଭାବେ ହାତେଇବା ଉଦ୍ୟମ କରିଛନ୍ତି। ତେବେ ଏହାକୁ କଦାପି ବରଦାସ୍ତ କରିହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ କହିଛି। ଏହା ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଅନୁରୋଧ କରିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଜରୁରୀ ସୂଚନା, ନଭେମ୍ବର 18 ଓ 25 ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। 2 ଦିନ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି 2 ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିପାରିବେ ନାହିଁ। ଏନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ବାବଦକୁ ଆଗକୁ ସୂଚିତ କରାଯିବ। ପୂର୍ବରୁ ବାତ୍ୟା ଦାନା ପାଇଁ 28 ତାରିଖରେ ଏବଂ ନଭେମ୍ବର 4, 11 ତାରିଖରେ ବନ୍ଦ ରହିଥିଲା। ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ବିଜେପି ସରକାର ଆସିବା ପରେ ସେବେ ମୁଖ୍ୟମନ୍ତ୍ରୀଙ୍କର ପୁନର୍ବାର ଜନ ଶୁଣାଣି ଆରମ୍ଭ ହୋଇଛି। ଲୋକମାନେ ନିଜ ସମସ୍ୟା ନିଜ ଦୁଃଖ ବଖାଣୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆଗରେ, ଆଉ ଶେଷରେ ସବୁ ସମସ୍ୟାର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଧାନୀରେ ଉଭା ହୋଇଛନ୍ତି ଭଗବାନ ସ୍ୱରୂପ ଆଉ ଜଣେ ବାବା। ବୟସ ପାଖାପାଖି ମାତ୍ର 18 ବର୍ଷ। ଭଗବାନଙ୍କ ଭଳି ତୁଳସୀ ମୟୂର ଚୂଳ ପିନ୍ଧି ସଜେଇ ହୋଇଛନ୍ତି। ତାଙ୍କୁ ଲୋକ ବି ପୂଜା କରୁଛନ୍ତି। ଖଣ୍ଡଗିରି ଅଞ୍ଚଳର ବୈକୁଣ୍ଠ ଧାମ ସେବାଶ୍ରମରେ ଜଣେ ବାବା ଉଭା ହୋଇଛନ୍ତି। ତାଙ୍କ ନାଁ ଅନନ୍ତ ମାଧବ। ତେବେ ବାବାକୁ ସଜାଇ ଲୋକ ରୋଜଗାର କରୁଛନ୍ତି ବୋଲି କୁହାଯାଉଛି ସମାଜସେବୀ ମହାସଂଘ। ଏନେଇ ଗତକାଲି ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ କିଛି ସମାଜସେବୀ ମହାସଂଘ। ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାସଂଘ ଦାବି କରିଛି। ସଂଗଠନର ଅଭିଯୋଗକୁ ଆଧାର କରି ବୈକୁଣ୍ଠ ଧାମ ସେବାଶ୍ରମର ତନାଘନ କରିଛି ପୋଲିସ। ଏପଟେ ସମାଜସେବୀ ସଂଘ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ବୈକୁଣ୍ଠ ଧାମ ସେବାଶ୍ରମର ସଦସ୍ୟ। ସେମାନେ କହିବା କଥା, ଆମେ କାହାକୁ ଠକି ନାହୁଁ କିମ୍ବା ଆମେ କାହାକୁ କିଛି କରୁନାହୁଁ, ଏଭଳି କଥା କହୁଛନ୍ତି ବୈକୁଣ୍ଠ ଧାମର ସଦସ୍ୟମାନେ। ତେବେ 18 ବର୍ଷର ପିଲାଟିଏ, ସେ ସବୁ କିଛି କହିପାରୁଛି। ବାବା ନାମରେ ତୁଳସୀ ମାଳ ଏବଂ ମୟୂରଚୂଳ ମଧ୍ୟ ପିନ୍ଧିଛି, ଆଉ ଲୋକେ ମଧ୍ୟ ତାଙ୍କୁ ପୂଜା କରୁଛନ୍ତି। ତେବେ କିଛି ଲୋକ କହୁଛନ୍ତି ଭଣ୍ଡ ବାବା ବୋଲି। ତେଣୁ 18 ବର୍ଷର ପାଠ ପଢା ଛାଡି ଏସବୁ ଉପରେ କାହିଁକି ମାତିଛି, ସେ ନେଇ ଆଜିକା ସମାଜରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହୋଇଛି। ଲୁଟେରାଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ। ସୁନା ଝାମ୍ପିବାକୁ ଉଦ୍ୟମ କରୁଥିଲେ ଲୁଟେରା। ରାଜଧାନୀରେ ପ୍ରଥମ ବାଇକରେ ସ୍ୱାମୀଙ୍କ ସହ ମନ୍ଦିରକୁ ଯିବାବେଳେ ସୁନା ଝାମ୍ପୁଥିଲେ ଲୁଟେରା, ଆଉ ହଠାତ୍ ଚାଲିଗଲା ସ୍ତ୍ରୀର ଜୀବନ। ନଭେମ୍ବର 11 ତାରିଖ ସକାଳୁ ସକାଳୁ ବାଇକରେ ସୋମନାଥ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ ସ୍ୱାମୀ ଏବଂ ସ୍ତ୍ରୀ ବିଷ୍ଣୁ ପାତ୍ର। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ହଇରାଜପୁର ଅଞ୍ଚଳରେ ହଠାତ୍ କଳା ପଲ୍ସରରେ ବାଇକ୍ 2 ଜଣ ଦୁର୍ବୃତ୍ତ ଆସି ସୁନା ଚେନ୍ ଝାମ୍ପିବାକୁ ଉଦ୍ୟମ କରିଥିଲେ। ଚେନ୍ଟି ମୋଟା ହୋଇଥିବା କାରଣରୁ ଏହା ଛିଣ୍ଡି ପାରିନଥିଲା, ଯାହାଫଳରେ ପୁନର୍ବାର ଲୁଟେରା ପୁଣି ଆଉଥରେ ପିଛା କରି ଆକ୍ରମଣ କରିଥିଲେ। ମହିଳା ଜଣଙ୍କ ଚଳନ୍ତା ବାଇକରୁ ତଳକୁ ପଡ଼ିଯାଇଥିଲେ ଏବଂ ଗୁରୁତର ମଧ୍ୟ ହୋଇଯାଇଥିଲେ। ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ତିନି ଯାକ ନିଜ ଜୀବନ ସହିତ ସଂଘର୍ଷ କରି ଆଜି ତାଙ୍କର ମୃତ୍ୟୁ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛି। ତେବେ ରାଜଧାନୀରେ ଅଭାବନୀୟ ଘଟଣା ଘଟିଛି। ଲୁଟେରାଙ୍କ ଆକ୍ରମଣରେ ଚାଲିଗଲା ମହିଳାଙ୍କର ଜୀବନ। ମନ୍ଦିର ଦର୍ଶନ କରିବା ପାଇଁ 2 ଜଣ ଯୁବକ ଏଭଳି କାମ କରିଛନ୍ତି, ଯାହା ଏବେ ପୋଲିସ ମଧ୍ୟ ତଦନ୍ତ କରୁଛି। ଆପଣମାନେ ଯଦି ଘରୁ ବାହାରୁଛନ୍ତି ସୁନା ଗହଣା ପିନ୍ଧି ବାହାରନ୍ତୁ ନାହିଁ, କାରଣ ଏଇଭଳିଆ ଲୁଟେରା ଅଛନ୍ତି ଯାହା ଜୀବନ ନେବା ପାଇଁ ମଧ୍ୟ ପଛଉ ନାହାନ୍ତି। ତେଣୁ ସତର୍କ ରୁହନ୍ତୁ।
ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କଲେ ଯେ 24 ତାରିଖ ଦିନ ସୁଭଦ୍ରା ଟଙ୍କା ମିଳିବା ପାଇଁ ଯାଉଛି। ତେଣୁ 20 ଲକ୍ଷ ହିତାଧିକାରୀଙ୍କୁ ମିଳିବ 24 ତାରିଖରେ ସୁଭଦ୍ରା ଟଙ୍କା। ଯେଉଁମାନେ ପାଇନାହାନ୍ତି ତାଙ୍କୁ ଖୁବ୍ ଜଲ୍ଦି ମିଳିବା ପାଇଁ ଯାଉଛି ଟଙ୍କା। ଆଉ ଯେଉଁମାନେ ଆବେଦନ କରିନାହାନ୍ତି ପୁଣି ଆଉଥରେ ଆବେଦନ କରନ୍ତୁ ବୋଲି ସୁଭଦ୍ରା ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନଗଡ଼ର କିଛି ଲୋକ ଆବେଦନ କରିନଥିଲେ, ତାଙ୍କୁ ମଧ୍ୟ ବାର୍ତ୍ତା ଦେଇଛନ୍ତି। ତା ସହିତ 2,67,000 ଫର୍ମ ରିଜେକ୍ଟ ହୋଇଥିଲା, ତାକୁ ମଧ୍ୟ ଯାଞ୍ଚ ହୋଇଛି। ତାଙ୍କ ଭିତରୁ କେତେଜଣ ଯୋଗ୍ୟ ମଧ୍ୟ ବାହାରିଛନ୍ତି। ତେଣୁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ତାଙ୍କୁ ଖୁବ୍ ଜଲ୍ଦି ଟଙ୍କା ମିଳିବ ବୋଲି କୁହାଯାଉଛି। ଆଉ ଆପଣଙ୍କର ଏଠି ଡିବିଟି ଲିଙ୍କ ବା ଯେକୌଣସି ଲିଙ୍କ ନାହିଁ, ଆପଣମାନେ ପୁନର୍ବାର ଯାଞ୍ଚ କରନ୍ତୁ। ଆଉ ଯାଞ୍ଚ କରିବା ପରେ ଆପଣଙ୍କର ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ ଡିସେମ୍ବର ମାସ ସୁଦ୍ଧା 1,00,00,000 ହିତାଧିକାରୀଙ୍କୁ ଟଙ୍କା ମିଳିଯିବ ବୋଲି କୁହାଯାଉଛି। ଆଉ ଶେଷରେ ଯେଉଁ ମହିଳା ପହଞ୍ଚିବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରସ୍କୃତ କରିବେ ବୋଲି ନିଜେ ଘୋଷଣା କରିଛନ୍ତି। ରାସନ କାର୍ଡକୁ ନେଇକି ଆସିଲା ବଡ଼ ଅପଡେଟ୍। ଏଥର ରାସନ କାର୍ଡରେ ଆହୁରି 2 ଲକ୍ଷ ଲୋକଙ୍କର KYC ଏବଂ ନ କରିବାରୁ ରାସନ କାର୍ଡ କଟିଯାଇଛି। ତେବେ କୁହାଯାଉଛି ଯେ ସେମାନେ ସବୁ ଅଯୋଗ୍ୟ ଥିଲେ, ଭୂତ ହିତାଧିକାରୀ ଥିଲେ, ମୃତ ବ୍ୟକ୍ତିଙ୍କର ରାସନ ନାହିଁ ଠକଉଥିଲେ। ତେବେ କୁହାଯାଉଛି ଯେ ମୃତ ବ୍ୟକ୍ତିଙ୍କର ରାସନ ମଧ୍ୟ ଚାଲୁଛି, ତାଙ୍କର ରାସନ କାର୍ଡ ମଧ୍ୟ କଟାଯିବ। ପାଖାପାଖି 16 ଲକ୍ଷ ଲୋକ ଯୋଗ୍ୟ ହିତାଧିକାରୀ ନୁହନ୍ତି। ଯେଉଁମାନେ ଅଯୋଗ୍ୟ ରାସନ କାର୍ଡ ହାତେଇଛନ୍ତି ତାଙ୍କର ମଧ୍ୟ ରାସନ କାର୍ଡ କଟାଯିବ। ତେଣୁ ସରକାର ବାରମ୍ବାର କହୁଛନ୍ତି ଯେ KYC କରିଦିଅନ୍ତୁ। KYC କରିବା ଦ୍ୱାରା ଯୋଗ୍ୟ ହିତାଧିକାରୀ ଏବଂ ଅଯୋଗ୍ୟ ହିତାଧିକାରୀ ଜଣାପଡ଼ିଯିବ। ଆଉ ଅଯୋଗ୍ୟ ହିତାଧିକାରୀଙ୍କର ନାଁ ମଧ୍ୟ କଟିବ। ଆଉ 10 ଦିନ ଭିତରେ ଯାଞ୍ଚ ହେବ। ଆଉ ଯାଞ୍ଚ ହେବା ପରେ ତୁରନ୍ତ ନୂଆ ରାସନ କାର୍ଡ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଆଉ 10 ଦିନ ଭିତରେ ଯଦି KYC ଯାହାର ବାକି ଥିବ କରିଦିଅନ୍ତୁ। ଆଉ ଯଦି KYC ନ କରିବେ ଆପଣଙ୍କ ରାସନ କାର୍ଡ ହୁଏତ କଟିଯିବ, ଆପଣଙ୍କୁ ଆଉ ରାସନ ମଧ୍ୟ ମିଳିବ ନାହିଁ। ଏ ନେଇକି ମଧ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ତେଣୁ ତୁରନ୍ତ ଆପଣମାନେ ରାସନ କାର୍ଡ KYC କରନ୍ତୁ। ଆଉ ଯଦି ଆପଣମାନେ ଆବେଦନ କରିଛନ୍ତି ତାହେଲେ ଅପେକ୍ଷା କରନ୍ତୁ, ଖୁବ୍ ଜଲ୍ଦି ନୂଆ ରାସନ କାର୍ଡ ଆପଣଙ୍କୁ ମିଳିବା ପାଇଁ ଯାଉଛି। ନିଯୁକ୍ତି ପାଇବେ ଆହୁରି 5,000 ଡାକ୍ତର, ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ। ତେବେ ଖୁବ୍ ଶୀଘ୍ର 5,000ରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ 5,000 ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହା ସହିତ 3,000 ପାରା ମେଡିକ୍ସକୁ ନିଯୁକ୍ତି ଦିଆଯିବ। ଏଥିପାଇଁ କି ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଆର୍ଥିକ ବର୍ଷରେ 2ଟି ମେଡିକାଲ କଲେଜରେ କାର୍ଯ୍ୟକ୍ରମ ହେବା ପାଇଁ ଯାଉଛି। ଆଉ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ କାର୍ଯ୍ୟକ୍ରମ ହେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ସମସ୍ତ କଲେଜରେ PG ଖୋଲିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ମେଡିକାଲ କଲେଜରେ 1500ଟି PG ସିଟ୍ ଅଛି। ତେଣୁ ଏହାକୁ ବଢ଼ାଇବା ପାଇଁ ସରକାର ମଧ୍ୟ ଘୋଷଣା କରିଛନ୍ତି। IPL 2025 ନିଲାମୀ ପାଇଁ କାଉଣ୍ଟଡାଉନ୍। ନଭେମ୍ବର 24-25ରେ ସାଉଦି ଆରବରେ ହେବ ମେଗା ଅକ୍ସନ। ଏନେଇକି ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ଏଥିପାଇଁ 574 ଜଣୀୟ ଖେଳାଳି ତାଲିକା ପ୍ରକାଶ ପାଇଛି। ଏଥିରେ ରିଷଭ ପନ୍ତ, ଶ୍ରେୟସ ଆୟର, ଲୋକେଶ ରାହୁଲ, ଅର୍ଶଦୀପ ସିଂ ଚାହିଦା ବୋଲି କୁହାଯାଉଛି। ଏଥର ପଞ୍ଜାବ ପାଖରେ ସର୍ବାଧିକ 110 କୋଟି ଟଙ୍କା ରହିଛି। IPL 2025 ନିଲାମୀ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆସନ୍ତା 24-25ରେ ହେବ ବୋଲି କୁହାଯାଉଛି। ଏଥର ଓମ୍ଫେଡ୍ ଆଣିବ ପାଣି ବୋତଲ, ମିନେରାଲ ୱାଟର ବ୍ୟବସାୟରେ ପ୍ରବେଶ କରିବ ଓମ୍ଫେଡ୍। ତାହା ସହିତ ମଧ୍ୟ ଚକୋଲେଟ୍ ଆଣିବ। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ଗୋକୁଳାନନ୍ଦ ମଲ୍ଲିକ। ଯେହେତୁ ଓମ୍ଫେଡ୍ ଏକ ବିଶ୍ୱସ୍ତରୀୟ ସଂସ୍ଥା, ସେଥିପାଇଁ ଲୋକଙ୍କ ମନରେ ବଢ଼ିଛି ଉତ୍କଣ୍ଠା। ଓମ୍ଫେଡ୍ ପାଣିର ଗୁଣବତ୍ତା ଠିକ୍ ରହିବ ବୋଲି ବିଶ୍ୱାସ କରାଯାଉଛି। କାରଣ ଓମ୍ଫେଡ୍ କ୍ଷୀର, ଦହି, ଛେନା ଆଦି ଖାଦ୍ୟର ସବୁଠାରୁ ଅଧିକ ଚାହିଦା ରହିଛି। ସେଥିପାଇଁ ଓମ୍ଫେଡ୍ ପାଣି ବୋତଲ ମଧ୍ୟ ବିଶ୍ୱାସ ଭାଜନ କରିବ ବୋଲି କୁହାଯାଉଛି। ଖାଲି ପାଣି ବୋତଲ ନୁହେଁ, ଚକୋଲେଟ୍ ଆଣିବ ମଧ୍ୟ ଓମ୍ଫେଡ୍ ବୋଲି କୁହାଯାଉଛି। ଟ୍ରେନ୍ ଆଗରେ ବା ଟ୍ରାକ୍ ଭିତରେ ରିଲ୍ସ କରିବା ପଡ଼ିବ ମହଙ୍ଗା, ରୁଜୁ ହେବ ମାମଲା, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏଣିକି ସରକାର ପାଦେ ଆଗେଇଛନ୍ତି। ଏଥର ସାବାଡ଼ କରିବେ ଯୁବପିଢ଼ିମାନଙ୍କୁ। ଟ୍ରେନ୍ ଲାଇନରେ ଯେଉଁମାନେ ସବୁ ରିଲ୍ସ କରୁଛନ୍ତି କିଛି ଦିନ ପାଇଁ ଭାଇରାଲ ହେବା ପାଇଁ, ତାଙ୍କ ପାଇଁ ରେଳ ସୁରକ୍ଷା ବାହିନୀ ଏବେ ଆଣିଛି ଯେ ଟ୍ରେନ୍ ଆଗରେ ରିଲ୍ସ କରିପାରିବେ ନାହିଁ। ଯେଉଁମାନେ ରିଲ୍ସ କରୁଥିବା ଦେଖାଯିବ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ କେନ୍ଦ୍ର ସରକାରଙ୍କ ଶକ୍ତ ଆଭିମୁଖ୍ୟ ଜଣାଯାଇଛି। ତେବେ ଭାଇରାଲ ହେବା ପାଇଁ ଲୋକମାନେ କେତେବେଳେ ଟ୍ରାକ୍ ଉପରେ ତ କେତେବେଳେ
ଟ୍ରେନ୍ ଲାଇନ୍ରେ ଶୋଇ ପଡ଼ୁଛନ୍ତି ଆଉ ମଧ୍ୟ ସୁଟ୍ କରୁଛନ୍ତି। ଆଜିକାଲିର ଯୁବପିଢ଼ି ଏଭଳି କାମ କରିବା ଦ୍ୱାରା ବିଭିନ୍ନ ପ୍ରକାର ଦୁର୍ଘଟଣା ହେଉଛି, ଯାହାଫଳରେ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ଟ୍ରେନ୍ ମଧ୍ୟ ଯିବାଯିବିରେ ବହୁତ ଅସୁବିଧା ସାମ୍ନା ହେଉଛି। ତେଣୁ ଏ ନେଇକି ରେଳବାଇ ନୂଆ ମାମଲା ରୁଜୁ କରିବ ଏବଂ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଜୋରିମାନା ମଧ୍ୟ ଲଗାଇବ। ଏ ନେଇକି ମଧ୍ୟ ଘୋଷଣା ହୋଇଛି। ତେଣୁ ଇଏ ଥିଲା ଆଜିର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳ 5ଟା ଆଉ ସନ୍ଧ୍ୟା 5ଟାରେ ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେନି। ଜୟ ଜଗନ୍ନାଥ।